କୌଣସି ବିବାହିତା ମହିଳା ପୁରୁଷଙ୍କୁ ମନ ଖୋଲି କହିପାରନ୍ତି ନାହିଁ। ଏହି ଦୁଇଟି କଥା ସତରେ ପ୍ରତ୍ୟେକ ମହିଳା ନିଜ ସ୍ୱାମୀକୁ କୁହନ୍ତି ନାହିଁ। ଏହି ଦୁଇଟି କଥା ଯେଉଁ କଥା ସମ୍ପୂର୍ଣ୍ଣ ସତ। ପ୍ରେମ ଏକ ସୁନ୍ଦର ଓ ଚିରନ୍ତନ ଭାବନା, କିନ୍ତୁ ଅନେକ ସମୟରେ ଅନ୍ଧପ୍ରେମ ମଣିଷକୁ ଭୁଲ ମାର୍ଗରେ ପରିଚାଳିତ କରିଥାଏ। ପ୍ରେମ ଓ ବିବେକ ପ୍ରେମରେ ଥିବାବେଳେ ମଣିଷ ଭଲମନ୍ଦର ପାର୍ଥକ୍ୟ ଭୁଲିଯାଏ। ଅନ୍ଧମୋହ ବେଳେବେଳେ ଭୁଲ ନିଷ୍ପତ୍ତି ନେବାକୁ ବାଧ୍ୟ କରେ। ଏହା ନିଜର ଅନ୍ୟର କ୍ଷତିର କାରଣ ହୋଇପାରେ। ସଠିକ୍ ପଥ ପ୍ରେମ ସାଥିରେ ବିବେକ ଓ ବୁଦ୍ଧି ରହିବା ନିହାତି ଜରୁରୀ। ପ୍ରକୃତ ପ୍ରେମ କେବେ ମଧ୍ୟ ଭୁଲ ରାସ୍ତାରେ ଯିବାକୁ ପ୍ରେରଣା ଦିଏ ନାହିଁ। ସଚ୍ଚୋଟତା ଏବଂ ବୁଝାପଣା ପ୍ରେମକୁ ସର୍ବଦା ମହତ୍ତ୍ୱପୂର୍ଣ୍ଣ କରି ରଖେ। ଓଡ଼ିଆ ସଂସ୍କୃତିରେ ଚାଣକ୍ୟ ନୀତି ଏବଂ ମନୁଷ୍ୟତ୍ୱ ଅନୁସାରେ ଏମିତି କିଛି କଥା ରହିଛି ଯାହା ଜଣେ ମହିଳା ସହଜରେ କୌଣସି ପୁରୁଷଙ୍କ ସାମ୍ନାରେ ପ୍ରକାଶ କରନ୍ତି ନାହିଁ। ସେଥିମଧ୍ୟରୁ ଦୁଇଟି ମୁଖ୍ୟ କଥା ପ୍ରତ୍ୟେକ ମହିଳା ନିଜ ସ୍ୱାମୀକୁ ଏହି କଥାଗୁଡ଼ିକ କହିନଥାନ୍ତି। ଜାଣନ୍ତୁ। 1. ନିଜ ମନର ସନ୍ତୋଷ ଏବଂ ଶାରୀରିକ ଗୋପନ ଇଚ୍ଛା। ମହିଳାମାନେ ସାଧାରଣତଃ ନିଜର ସମସ୍ତ ଶାରୀରିକ ଓ ମାନସିକ ଆବଶ୍ୟକତାକୁ ବା ଶାରୀରିକ ସନ୍ତୁଷ୍ଟି ବିଷୟରେ କେବେ ମନ ଖୋଲି କହିପାରନ୍ତି ନାହିଁ। 2. ନିଜର ପୁରୁଣା ପ୍ରେମ ବା ଅତୀତର ସମ୍ପର୍କ କେବେ କୁହନ୍ତି ନାହିଁ। ଅଧିକାଂଶ ମହିଳା ସେମାନଙ୍କର ଅତୀତ ସମ୍ପର୍କ ବା ପ୍ରେମ ବିଷୟରେ ସ୍ୱାମୀ ବା ସାଥୀଙ୍କୁ ସହଜରେ କୁହନ୍ତି ନାହିଁ। ସେମାନେ ଭୟ କରନ୍ତି ଯେ ଏହାଦ୍ୱାରା ବର୍ତ୍ତମାନର ସମ୍ପର୍କରେ ସନ୍ଦେହ, ବିବାଦ କିମ୍ବା ସ୍ୱାମୀ ସ୍ତ୍ରୀଙ୍କ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ କିମ୍ବା ଅସନ୍ତୋଷ ବିଷୟରେ ଖୋଲାଖୋଲି କହିପାରନ୍ତି ନାହିଁ। ସେମାନେ ଚାହାନ୍ତି ଯେ ସେମାନଙ୍କ ସାଥୀ ବିନା କହି ନିଜେ ସେମାନଙ୍କ ମନର କଥା ଏବଂ ପସନ୍ଦ ଅପସନ୍ଦକୁ ବୁଝନ୍ତୁ। ସ୍ତ୍ରୀମାନେ ସ୍ୱାମୀକୁ କୌଣସି ଚିନ୍ତାରେ ନ ପକାଇବା ପାଇଁ ସେମାନେ ଅନେକ କଥା ମନରେ ଚାପି ରଖିଥାନ୍ତି। ସେମାନେ ନିଜର କିଛି ଦୁଃଖ, ଅତୀତର କଥା, ମନର ଭୟ ଏବଂ ପରିବାରର ଛୋଟମୋଟ ଚିନ୍ତା ନିଜ ଭିତରେ ଲୁଚାଇ ରଖନ୍ତି। ଅତୀତର ସ୍ମୃତି, ପୁରୁଣା କଥା କିମ୍ବା ପୂର୍ବ କଥାକୁ ନେଇ କିଛି ଭାବନା ଲୁଚାଇ ରଖନ୍ତି। ନିଜର ପସନ୍ଦ, ନିଜ ପାଇଁ କିଛି ଇଚ୍ଛା ଥିଲେ ମଧ୍ୟ ପରିବାର ପାଇଁ ତାହା ଛାଡ଼ି ଦିଅନ୍ତି। ପ୍ରେମ ଶାଶ୍ୱତ ଓ ଚିରନ୍ତନ, କିନ୍ତୁ ବେଳେବେଳେ ପ୍ରେମରେ ଅନ୍ଧ ହୋଇ ଭୁଲ ରାସ୍ତାରେ ଯିବାକୁ ମଧ୍ୟ ବାଧ୍ୟ କରିଥାଏ, ଯାହା ସମ୍ପୂର୍ଣ୍ଣ ଭୁଲ ଧାରଣା। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ପ୍ରିୟଜନଙ୍କ ସହ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ। ଧନ୍ୟବାଦ।